जदा जदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य परित्राणाय साधूनां विनाशाय च दुष्कृतं संभवामि युगे युगे। नमस्कार दर्शक बंधु, जय श्री कृष्ण। दर्शक बंधु, पूर्व वीडियो रे आपण मानकर भल पाइबा देखि आपण मानको अशेष अशेष धन्यवाद। आपण मानकर भल पाइबा एई भली मो पर ताओ। आज पुणी थरे नुआ एक वीडियो सहित आपण मानकर योर सारा आमे माने जीवन रे केते मोड़ दे आगु गति करछे। जीव अवस्था आसी गले आमे माने समस्ते निजर पिता माता को बोझ बोली भावी था। केतबेले तांको घर मध्य बाहर कर दो, वृद्धाश्रम रे नहीं रखी दो। से गुरुजन पिता माता उद्देश्य रे आज कथा अबुझा राजा। बहुत दिन तले गोटे राज्यर राजा तांकर सुखरे राज्य शासन करुले। सब किछि ठीक ठाक चलता राज्य, प्रजा माने बहुत सुखरे थिले। राजकार्य सब ठीक ठाक चलता, राजकोष सब परिपूर्ण थिला। माता लक्ष्मीकर अपार कृपा थिला। सेतिपई राजा को समस्ते धन्य धन्य बोली कहते। एभली राजा आमे आ जीवन में केबे पाइबुनी बोली कहते। समय सब बेले तो समान जाई न थाए ना, सेतिपई हठात गोटे वर्ष से राज्य रे मरुड़ी पड़ीगला। वर्षा टोटाल हैला नहीं। एमिति परिस्थिति आसला जे कौनसी भी क्षेत्र में गोटे भी धान गछ भी आमे देखा पाइबा ना। तेणु समस्ते बड़ विब्रत हो गले। हठात दिने राजांकर कौन मन को आसला जे से समस्त प्रजा मान को डाकी कहले जे समस्त घरे जो वृद्ध वयस्क लोक अच्छा जो मैंने कौन से काम धंदा कर पारना से मृत्युदंड दि जाव। तेणु तांकरी पाई से किसी काम धंदा कर पारना से राज्यर श्री तुटीगला, जो राज्यर अवस्था। तेणु राजा आज्ञा पालन करी समस्ते निजर वृद्ध पिता माता जो माने निजर बोझ बोली से भावुले, घर बस खाऊले, से नहीं कौन कले राजा का आदेश प्राण बलि दिगला। किंतु से राज्यर जड़े कृषक से तार पिता बापा को बहुत भल पाउला। तेणु से तार पिता को निजर जो अमार घर थाए, चाउल धान जो लुचा रखा जाए, से घरे गोटे सुड़ंग रास्ता करी सेठी ताको लुचेई रखिले। राज्यर एभली परिस्थिति बेले जेते बेले समस्ते हाहाकार पड़िचंदी, खाद्य नहीं, किछि नहीं, सुना भली खेत आउ आमको धान देना, चाष होना, चारिआडे मरुड़ी हाहाकार, पानी टोपे पीवा नहीं, धान खेत बुणिया नहीं। समस्ते बहुत चिंतार, राजकोष शून्य होगा जाऊँगी, राजा भी चिंतार, प्रजा भी चिंतार,
କେମିତି ଖାଇବେ, କ'ଣ ବଞ୍ଚିବେ, ସବୁବେଳେ ସବୁ ପ୍ରଜା ଚିନ୍ତିତ ରହିଲେ। କିନ୍ତୁ ଏ ଚାଷୀ ପୁଅଟି ସବୁଦିନ ରାତିରେ ଅନ୍ଧକାରରେ ନିଜର ପିତାଙ୍କ ପାଖକୁ ଯାଏ, ତାଙ୍କୁ ଖାଇବାକୁ ଦିଏ, ତାଙ୍କର ଭଲ ମନ୍ଦ ବୁଝେ। ବୁଢ଼ା ବାପଟି ନିଜ ପୁଅକୁ ଏତେ ଚିନ୍ତିତ ଅବସ୍ଥାରେ ଦେଖି ପଚାରିଲେ, ପୁଅରେ କ'ଣ ହେଇଛି କି, ଏତେ ଚିନ୍ତିତ କାହିଁ ଜଣା ପଡୁଛୁ? ପୁଅ ସମସ୍ତ କଥା, ରାଜ୍ୟର ସମସ୍ତ କଥା କହିଦେଇଛି। ଯଦି କହିଦେଇଛି, ଇଏ ବୃଦ୍ଧ ବୟସ୍କ ହେଲେ କ'ଣ ହବ? ତାଙ୍କର ଅସୀମ ଜ୍ଞାନ, ପୂର୍ବପୁରୁଷଙ୍କର ଦିଆଯାଇଥିବା ଜ୍ଞାନ, କୌଶଳ, ବୁଦ୍ଧି, ସମସ୍ତ ଜ୍ଞାନ ଖର୍ଚ୍ଚ କରି ସେ ନିଜ ପୁଅକୁ କହିଥିଲେ, ଯେତେବେଳେ ଆମେ ଭାର କରି ଧାନ ନେଇକରି ଆସୁ, ସେତେବେଳେ ଆପଣମାନେ ବି ଲକ୍ଷ୍ୟ କରିଥିବେ ଯେ ଧାନ ବୁହା ହେଇ ଅଣାଲା ବେଳେ ରାସ୍ତା ସାଇଡରେ, ଧାରରେ କିଛି କିଛି ଧାନ ପଡି ଯାଇଥାଏ ମଧ୍ୟ। ବୃଦ୍ଧ ବାପା ତାର ପୁଅକୁ କହିଲେ, ସେଇ ରାସ୍ତା କରେ କରେ ଧାରେ ଧାରେ ତମେ ଯାଅ, ଯାଇକରି ସେଇ ଗୋଟିଏ ଗୋଟିଏ ଧାନକୁ ତମେ ସଂଗୃହୀତ କର ଏବଂ ସଂଗୃହୀତ କରି ତାକୁ ଚେଷ୍ଟା କର ବିହନକୁ ପରିଣତ କରିବା ପାଇଁ ଏବଂ ଧୀରେ ଧୀରେ ତମେ ଚାଷ କାର୍ଯ୍ୟ ଆଗକୁ ବଢେଇ ପାରିବ। ସୌଭାଗ୍ୟବଶତଃ କିଛି ଦିନ ପରେ ବର୍ଷାର ଆଗମନ ହୁଏ। ବୃଦ୍ଧ ବାପାଙ୍କର କଥା ମାନି ଚାଷୀ ପୁଅ ସେଇଭଳି ଧାନ ସଂଗୃହୀତ କରି ରଖିଥାଏ, ବିହନ କରି ରଖିଥାଏ। ବର୍ଷାର ଆଗମନ ହେତୁ ଚାଷୀ ନିଜ କ୍ଷେତରେ ସମସ୍ତ ବିହନକୁ ପୋତି ଦିଏ ଏବଂ ଧୀରେ ଧୀରେ କରି ସମଗ୍ର ରାଜ୍ୟରେ ପୁଣି ପୂର୍ବାବସ୍ଥାକୁ ଫେରିଆସେ। ପୁଣି ସୁନାର ଫସଲ ଚାରିଆଡେ ଖେଳିଯାଏ, ରାଜକୋଷ ଧୀରେ ଧୀରେ ଭରିବାକୁ ଲାଗେ, ରାଜାଙ୍କ ମନ ଖୁସି ହେଇଯାଏ। ସମସ୍ତେ ପୁଣି ଖୁସିରେ ନାଚି ଉଠନ୍ତି, ଖେଳି ଉଠନ୍ତି, ଗାଇ ଉଠନ୍ତି, ସମସ୍ତଙ୍କ ପେଟ ପୁରିଯାଏ। ତେଣୁ ସମସ୍ତେ ସେ ଚାଷୀର ବହୁତ ଗୁଣଗାନ କଲେ। ରାଜା ମଧ୍ୟ ଶୁଣି, ଏକଥା ଶୁଣି ବହୁତ ଖୁସି ହେଲେ। କହିଲେ, ସେ ଚାଷୀଙ୍କୁ ଡାକ, ତାଙ୍କୁ ସମ୍ମାନିତ କରାଯିବ, ସେ ଆମ ରାଜ୍ୟକୁ ମୃତ୍ୟୁ ମୁଖରୁ ବଞ୍ଚାଇଛନ୍ତି। ସେଥିପାଇଁ ରାଜା ସେ ଚାଷୀଙ୍କୁ ନିମନ୍ତ୍ରିତ କଲେ ସ୍ୱତନ୍ତ୍ର ଅତିଥି ହିସାବରେ ତାଙ୍କୁ ପୁରସ୍କୃତ କରିବା ପାଇଁ। ଯେତେବେଳେ ଚାଷୀ ଯାଇ ରାଜସଭାରେ ପହଞ୍ଚିଛି ପୁରସ୍କୃତ ହେବା ପାଇଁ, ରାଜା ଯେତେବେଳେ ପୁରସ୍କାର ନେଇ ଆସିଛନ୍ତି, ସେତେବେଳେ ଚାଷୀ ମହାରାଜଙ୍କୁ କହୁଛି, ମହାରାଜ, ଏ ପୁରସ୍କାରର ହକଦାର ମୁଁ ନୁହେଁ, ଯିଏ ମତେ ବୁଦ୍ଧି ଦେଇଛନ୍ତି, ଜ୍ଞାନ ଦେଇଛନ୍ତି, ଏ ପୁରସ୍କାରର ହକଦାର ହେଉଛନ୍ତି ସିଏ। ରାଜା, ସମସ୍ତେ ପ୍ରଜାଜନ, ରାଜ ବିଶଦଗଣ ସମସ୍ତେ ଶୁଣି ଆଶ୍ଚର୍ଯ୍ୟ, କିଏ ସିଏ, ତାକୁ ଡାକନ୍ତୁ ଟିକେ। ପୂର୍ବରୁ ସେ ମହାରାଜଙ୍କୁ ବିନତି କରୁଛି, ମହାରାଜ, ଆପଣ ଯଦି ମତେ ମୃତ୍ୟୁଦଣ୍ଡରୁ ଅନ୍ୟ ବଞ୍ଚିତ କରିବେ, କିଛି ବି ଦଣ୍ଡ ଦେବେ ନାହିଁ, ତାହେଲେ ମୁଁ ଗୋଟିଏ ସତ କଥା କହିବି। କହିଲେ, କ'ଣ ସତ କଥା କୁହନ୍ତୁ? ଯଦି ମୁଁ ସତ କଥା କହିବି, ଆପଣ ମୃତ୍ୟୁଦଣ୍ଡ ଦେବେ ନାହିଁ। ରାଜା କହିଲେ, ଠିକ ଅଛି, କିଛି ବି ତୁମକୁ ଦଣ୍ଡ ଦିଆଯିବ ନାହିଁ, ସତ କଥା କୁହ। ଚାଷୀ କହୁଛି, ମହାରାଜ, ଇଏ ମୋର ବୃଦ୍ଧ ବାପାଙ୍କର, ପିତାଙ୍କର ବୁଦ୍ଧି, ଯେଉଁଥିପାଇଁ ଆମ ରାଜ୍ୟ ଆଜି ସମ୍ପୂର୍ଣ୍ଣ ବିନାଶରୁ ମୁକ୍ତି ପାଇପାରିଛି। ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। ସମସ୍ତ ବୃଦ୍ଧ ବୃଦ୍ଧା ଯାହାକୁ ଆମେ ମୁଣ୍ଡର ବୋଝ ବୋଲି ଭାବୁଥିଲୁ, ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲୁ, ସେଭଳି ରାଜ୍ୟରେ କେବଳ ଜଣେ ବୃଦ୍ଧ ଥିଲେ, ଯାହାଙ୍କର ଜ୍ଞାନ ଯୋଗୁଁ ଏ ରାଜ୍ୟ ଆଜି ସମ୍ପୂର୍ଣ୍ଣ ବିଧ୍ୱଂସରୁ ରକ୍ଷା ପାଇପାରିଛି। ଶେଷରେ ରାଜା ନିଜର ଭୁଲ ବୁଝିପାରିଲେ। ସେ ବୃଦ୍ଧ ପିତାଙ୍କୁ ଡକାଗଲା ଏବଂ ଶେଷରେ ସେ ଚାଷୀଙ୍କ ସହିତ ସେ ବୃଦ୍ଧ ପିତାଙ୍କୁ ପୁରସ୍କୃତ କରାଗଲା ଏବଂ ସେହିଦିନ ଠାରୁ ରାଜା କଡ଼ାକଡ଼ି ନିୟମ କରିଦେଲେ ରାଜ୍ୟରେ ଯେ ଯଦି କୌଣସି ବୃଦ୍ଧ ପିତାମାତାଙ୍କୁ କେହି ବି କିଛି ହଇରାଣ କରେ, ନିଜର ବୋଝ ବୋଲି ଭାବେ, ତାହେଲେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ।
ତେଣୁ ବନ୍ଧୁମାନେ ଏ କଥାରୁ ଆମେ ଏଇଆ ଜାଣୁଛନ୍ତି ଯେ ପିତାମାତା ଯେତେ ବୃଦ୍ଧ ହେଲେ ବି ତାଙ୍କୁ କେବେ ନିଜର ବୋଝ ବୋଲି ଭାବିବେନି। କାହିଁକି ନା ଗଛ ଯେତେ ପୁରୁଣା ହେଲେ ବି ଯଦି ବୃକ୍ଷରୁ ଫଳ ଆମେ ନ ପାଆନ୍ତି କମ୍ ସେ କମ୍ ଛାଇ ତ ପାଇବା ନା କ'ଣ? ନିଶ୍ଚିତ ପାଇବା। ସେଇଭଳି ବୃଦ୍ଧ ପିତାମାତା କିଛି ନହେଲେ ଆମକୁ ସଠିକ ମାର୍ଗ ଦେଖେଇବେ, ସଠିକ ରାସ୍ତା ଦେଖେଇବେ, ଠିକ ଭୁଲ ବିଚାର ଆମକୁ ଦେଖେଇବେ। ପୂର୍ବ ପିଢ଼ି ସହିତ ଆମ ପିଢ଼ିକୁ ସେମାନେ ଯୋଡ଼ିକି ରଖିବେ। କ'ଣ ବନ୍ଧୁମାନେ, ଠିକ କି ଭୁଲ କହିଲି ଆପଣମାନେ ବିଚାର କରିବେ। ଧନ୍ୟବାଦ। ପୁଣି ଏକ ନୂଆ କାହାଣୀ ସହିତ, ନୂଆ କଥା ସହିତ, କିଛି ନୂଆ ଇଣ୍ଟରେଷ୍ଟିଂ କଥା ସହିତ ଅନ୍ୟ ଏକ ଭିଡ଼ିଓରେ ମୁଁ ଆପଣମାନଙ୍କ ସହିତ ଦେଖା ହେବି। ରହିଲି ଆପଣମାନଙ୍କର ୟୋର୍ସ RR। ଥ୍ୟାଙ୍କ ୟୁ ସୋ ମଚ୍।